ଏସ୍ଏସ୍‌ବି ତରଫରୁ ଏକ ଭ୍ୟାକେନ୍ସି ରିଲିଜ୍ କରାଯାଇଛି, ଯାହାକି ରହିଛି ଆପଣମାନଙ୍କର ଜୁନିୟର ଆସିଷ୍ଟାଣ୍ଟ ଏଣ୍ଡ ମାନେ କ'ଣ ରହିଲା ପିଟି ଏଜୁକେସନ୍ ବା ଆପଣମାନଙ୍କର ଫିଜିକାଲ୍ ଏଜୁକେସନ୍ ଏବଂ ଲ୍ୟାବୋରେଟୋରୀ ଆସିଷ୍ଟାଣ୍ଟ କମ୍ ଷ୍ଟୋର୍ କିପର ତରଫରୁ ଭ୍ୟାକେନ୍ସି ରିଲିଜ୍ କରାଯାଇଛି। ତ କ'ଣ ରହିଛି ଏହାର ଡିଟେଲ୍ସ, ଆପ୍ଲିକେସନ୍ ଡେଟ୍ କେବେ ରହିଛି, ଭ୍ୟାକେନ୍ସି ପୋଜିସନ୍ କ'ଣ ରହିଛି, ଏଲିଜିବିଲିଟି କ୍ରାଇଟେରିଆ କ'ଣ ରହିଛି, ଏହା ସହିତ ଆପଣମାନଙ୍କର ଏକ୍ଜାମିନେସନ୍ ଫିସ୍ କ'ଣ ରହିଛି ମୁଁ ଆପଣମାନଙ୍କ ସହିତ ଫୁଲ୍ ଭାବରେ ଡିସ୍କସନ୍ କରିବାକୁ ଯାଉଛି। ତେଣୁ ତା ପୂର୍ବରୁ ଯଦି ଆପଣମାନେ ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଆସିଛନ୍ତି ତାହେଲେ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏମିତି ନୂଆ ନୂଆ ଜବ୍ ଅପଡ଼େଟ୍ ଯାହାକି ରହିଛି ଅଥେଣ୍ଟିକ୍ ଇନଫର୍ମେସନ୍ ସହିତ ଆପଣମାନେ ଜାଣିପାରିବେ। ଦେଖନ୍ତୁ ଏହାର ଯେଉଁ PDFଟି ରହିଛି ଆପଣମାନେ କେଉଁଠୁ ପାଇବେ, ଆପଣମାନେ SSBର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରି ଏହାର ଫୁଲ୍ ଡିଟେଲ୍ସ PDFଟିକୁ ଡାଉନଲୋଡ଼୍ କରିବାକୁ ଚାହୁଁଥିଲେ ଏହା ଡାଉନଲୋଡ଼୍ କରିପାରିବେ ଏବଂ ନିଜେ ମଧ୍ୟ ଦେଖିପାରିବେ। ଓକେ, କ'ଣ ରହିଛି ଦେଖନ୍ତୁ ଆପଣମାନଙ୍କର ଇଏ ରହିଛି। ଫାଷ୍ଟ ଆମେ ଦେଖିନେବା କ'ଣ ରହିଛି ଡେଟ୍, ଆପ୍ଲିକେସନ୍ ଡେଟ୍। ଦେଖନ୍ତୁ ଆପ୍ଲିକେସନ୍ ଡେଟ୍ ରହିଛି ଆପଣମାନଙ୍କର 16/3/2024ରୁ 15/4/2024, ଯାହାକି ଆପଣମାନଙ୍କୁ ଗୋଟେ ମାସ ଦିଆଯାଉଛି ଏବଂ ଆପଣମାନେ ଆପ୍ଲାଏ କେମିତି କରିବେ, SSBର ଅଫିସିଆଲ୍ ୱେବସାଇଟ୍କୁ ଯାଇ ଆପଣମାନେ ଆପ୍ଲାଏ କରିପାରିବେ। ଏବେ ଆପଣମାନଙ୍କୁ ମୁଁ ଦେଖାଇ ଦେଉଛି ଭ୍ୟାକେନ୍ସି ପୋଜିସନ୍ କ'ଣ ରହିଛି। ଦେଖନ୍ତୁ ଭ୍ୟାକେନ୍ସି ପୋଜିସନ୍ ବା ଜୁନିୟର ଆସିଷ୍ଟାଣ୍ଟ ଯାହାକି ରହିଲା ଆପଣମାନଙ୍କର କ୍ଲର୍କର କାମ। ଓକେ, ତାହାର ଟୋଟାଲ୍ ଭ୍ୟାକେନ୍ସି ରହିଛି ଆପଣମାନଙ୍କର 39ଟି ଭ୍ୟାକେନ୍ସି। ଓକେ, ଯେମିତି ଆପଣମାନଙ୍କର ମାନେ ରିଜର୍ଭେସନ୍ ରୁଲ୍ ରୁହେ ସେଇଭଳି ଆପଣମାନଙ୍କର ରିଜର୍ଭେସନ୍ ରୁଲ୍ ଅନୁସାରେ ହିଁ ପୋଷ୍ଟ ଡିଷ୍ଟ୍ରିବ୍ୟୁସନ୍ କରାଯାଇଛି। ଟୋଟାଲ୍ ରହୁଛି 39ଟି। ଦେନ୍ ଆସିଲା ଆପଣମାନଙ୍କର କ'ଣ ହେଲା, ଆପଣମାନେ ଦେଖିନିଅନ୍ତୁ ଜୁନିୟର ଆସିଷ୍ଟାଣ୍ଟ ଗଲା ପରେ ପିଟି ଏଜୁକେସନ୍ ବା ଫିଜିକାଲ୍ ଟିଚର୍ ଯେଉଁ ରହିଲେ ତାହାର ଟୋଟାଲ୍ ପୋଷ୍ଟ ରହୁଛି 8ଟି। ଦେନ୍ ରହିଲା ଲ୍ୟାବୋରେଟୋରୀ ଆସିଷ୍ଟାଣ୍ଟ କମ୍ ଷ୍ଟୋର୍ କିପର। ଦେଖନ୍ତୁ ଫିଜିକ୍ସ ପାଇଁ ରହିଛି 10ଟି, କେମିଷ୍ଟ୍ରି ପାଇଁ ରହିଛି 17ଟି, ବଟନି ପାଇଁ ରହିଛି 10ଟି, ଜୁଲୋଜି ପାଇଁ 8ଟି, ଆନ୍ଥ୍ରୋପୋଲୋଜି ପାଇଁ ରହିଛି 2, ଏଜୁକେସନ୍ ପାଇଁ ରହିଛି 1, ଜିଓଗ୍ରାଫି ପାଇଁ 1 ଏବଂ ଜିଓଲୋଜି ପାଇଁ ରହିଛି 2, ହୋମ୍ ସାଇନ୍ସ ପାଇଁ 2 ଏବଂ ସାଇକୋଲୋଜି ପାଇଁ 1। ଟୋଟାଲ୍ ରହିଛି ଆପଣମାନଙ୍କର 54ଟି ପୋଷ୍ଟ। ଓକେ, ତ ଏଇଭଳିଆ ଆପଣମାନଙ୍କର ଡିଷ୍ଟ୍ରିବ୍ୟୁସନ୍ ହେଇଛି। ଟୋଟାଲ୍ ପୋଷ୍ଟ ରହିଛି ଆପଣମାନଙ୍କର 101ଟି ପୋଷ୍ଟ। ଓକେ, ତାପରେ କ'ଣ ରହିଲା ଦେଖନ୍ତୁ, ଏବେ ଦେଖିବା ଏଜ୍ ଲିମିଟ୍। ବଡ଼ ଜିନିଷ ରହିଲା ଏଜ୍ ଲିମିଟ୍। ଆପଣମାନଙ୍କର କ'ଣ ହେଇଥିବ, ମିନିମମ୍ 21 ଇୟର୍ସ ହେଇଥିବ ଏବଂ ମ୍ୟାକ୍ସିମମ୍ 38 ଇୟର୍ସ ହେଇଥିବ। ଓକେ, ଯାହାକି ରହିଛି 1 ଜାନୁଆରୀ 2024 ମାନେ ସୁଦ୍ଧା, ବୁଝିହେଲା। ତାପରେ ଆମେ ଦେଖିନେବା ଯେମିତି SC/ST ପାଇଁ ଯେଉଁ କ'ଣ ରୁହନ୍ତି ତାଙ୍କର ମାନେ ରିଲାକ୍ସେସନ୍ ରୁହନ୍ତି, ସେଇଭଳିଆ ରିଲାକ୍ସେସନ୍ ମଧ୍ୟ ରହିଛି। ଦେନ୍ ଆମେ ଦେଖିଦେବା ଏଜୁକେସନାଲ୍ କ୍ୱାଲିଫିକେସନ୍। ଫାଷ୍ଟ ଆମେ ଦେଖିବା କ'ଣ ରହିଛି ଜୁନିୟର ଆସିଷ୍ଟାଣ୍ଟ ପାଇଁ ଆପଣମାନଙ୍କର ଏଜୁକେସନ୍ କ୍ୱାଲିଫିକେସନ୍ ରହିଛି +3 ସହିତ ଆପଣମାନେ କ'ଣ କରିଥିବେ ନା କମ୍ପ୍ୟୁଟରର ଯେଉଁ ନଲେଜ୍, ବେସିକ୍ କମ୍ପ୍ୟୁଟରର ନଲେଜ୍ ଥାଏ ଆପଣମାନଙ୍କର ଥିବା ଦରକାର। ଦେନ୍ ଆସିଲା ଆପଣମାନଙ୍କର PET ପାଇଁ କ'ଣ କରିଥିବେ ଆପଣ ନା ବ୍ୟାଚଲର୍ ଡିଗ୍ରୀ ଥିବେ, କେଉଁଥିରେ ବ୍ୟାଚଲର୍ ଅଫ୍ ଏଜୁକେସନ୍ ଥିବ ଏବଂ BPET ଆପଣମାନଙ୍କର ଥିବ। ଓକେ, ତାପରେ କ'ଣ ରହିଲା ଲ୍ୟାବୋରେଟୋରୀ ଆସିଷ୍ଟାଣ୍ଟ ପାଇଁ ଷ୍ଟୋର୍ କିପର ପାଇଁ କ'ଣ ରହିଛି, ଆପଣମାନେ ଏହିସବୁ ସବଜେକ୍ଟରେ ଯଦି ଅନର୍ସ ରଖିଛନ୍ତି ତାହେଲେ ଆପ୍ଲାଏ କରିପାରିବେ। କ'ଣ ରହିଛି ଫିଜିକ୍ସ, କେମିଷ୍ଟ୍ରି, ବଟନି, ଜୁଲୋଜି, ଆନ୍ଥ୍ରୋପୋଲୋଜି, ଏଜୁକେସନ୍, ଜିଓଗ୍ରାଫି, ଜିଓଲୋଜି, ହୋମ୍ ସାଇନ୍ସ ଆଣ୍ଡ ସାଇକୋଲୋଜି। ଅଦର ଏଲିଜିବିଲିଟି କ୍ରାଇଟେରିଆ ଯେମିତି ଆମର ନର୍ମାଲ୍ ଅଦର ଏଲିଜିବିଲିଟି କ୍ରାଇଟେରିଆ ରୁହେ ତାହା ରହିଛି। ତ ଏଠିରେ କୌଣସି ପ୍ରକାରର ମାନେ ଏକ୍ସଟ୍ରା କିଛି ମଗାଯାଏ ନାହିଁ। ଏବେ ଦେଖିବା ମାନେ କ'ଣ ରହିଛି ମାନେ ସିଲେକ୍ସନ୍ ପ୍ରୋସେସ୍ ଆପଣମାନଙ୍କର ରହିଲା କ'ଣ ରହିଲା ନା ରିଟିନ୍ ଟେଷ୍ଟ 200 ମାର୍କର ହେବ ଏବଂ ସ୍କିଲ୍ ଟେଷ୍ଟ ହେବ 50 ମାର୍କର। ଓକେ, ବୁଝିଗଲା। ତ ଏ ଥିଲା ଆପଣମାନଙ୍କର ସିଲାବସ୍। ଏବେ ଆମେ ଦେଖିବା କେତେ ରହିଛି ଆପ୍ଲିକେସନ୍ ଫି। ଦେଖନ୍ତୁ ଫ୍ରେଣ୍ଡସ୍, ଆପ୍ଲିକେସନ୍ ଫିସ୍ ଦେଖିନିଅନ୍ତୁ 500 ଟଙ୍କା ରହିଛି SC/ST PWD ପାଇଁ। ଦେନ୍ ରହିଲା ଅଦର ଯେଉଁମାନେ ରହିଲେ ସେମାନେ ରହିବେ 1000 ଟଙ୍କା ଦେଇ ଆପ୍ଲିକେସନ୍ ଫିଲ୍ କରିବେ। ତ ଏ ଥିଲା କିଛି ଇମ୍ପୋର୍ଟାଣ୍ଟ ଅପଡ଼େଟ୍। ଯଦି ଆପଣମାନଙ୍କୁ ଭଲ ଲାଗିଛି ଭିଡ଼ିଓଟି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁ ନାହିଁ।